ଆଜିକାଲି ଦୁନିଆ ଲୋକ ଦେଖାଣିଆ ବହୁତ ହେଇଗଲାଣି। କାରଣ ଇଏ ହଉଛି ସେଇ ମାନସିକ ଟାଇପର ଲୋକ ଯିଏ ନିଜ ଗାଡି ପଛଆଡେ ଲେଖୁଛନ୍ତି ଜୟ ଯବାନ ଜୟ କିଷାନ, କିନ୍ତୁ ଯେକୌଣସି ଗୋଟେ କାର୍ଯ୍ୟକ୍ରମ ହଉ କି ଭଲ ମନ୍ଦ ଯାହା ବି ହଉ ଏଠି ଚୋର ମାନଙ୍କୁ ଡାକିବେ, ଖଣ୍ଟ ମାନଙ୍କୁ ଡାକିବେ, ଦାଗି ମାନଙ୍କୁ ଡାକିବେ, ସେଇମାନଙ୍କୁ ଡାକିବେ ଫିତା କାଟିବେ। ଆରେ ଶଳା ତମେ ତ ଜାଣିପାରିଲନି ଜୟ ଯବାନ ଜୟ କିଷାନ, ତାହେଲେ ତମେ ଗୋଟେ କୃଷକକୁ ଡାକ, ହେଲେ ଗୋଟେ ଯବାନକୁ ଡାକ, ଫିତା କାଟ, ଉନ୍ମୋଚନ କର, ତାହେଲେ ଆମକୁ ଗୋଟେ ଖୁସି ଲାଗିବ ଯେ ଆମ ଭାରତ ବଦଳିଲାଣି। ନାଇଁ କି? ସେଇ ଚୋର ନେତାମାନଙ୍କୁ ଡାକିବ, ସେଇ ଦାଗି ନେତାମାନଙ୍କୁ ଡାକିବା, ସେଇମାନଙ୍କୁ ଡାକି ଉନ୍ମୋଚନ କରିବା। ତାହେଲେ ଆମ ମାନସିକତା କଣ ଚେଞ୍ଜ ହେଲାଣି? ଆମ ଭାରତର ଅର୍ଥନୀତିରେ ମେରୁଦଣ୍ଡ କହିଲେ କାହାକୁ ଯେ କୃଷକ, ଦ୍ୱିତୀୟ ରହିଲା ଯବାନ। ଯବାନ ଯଦି ଖୁସି ରହିବେ ତାହେଲେ ଆମେ ସୁରକ୍ଷିତ ରହିବା। ଦ୍ୱିତୀୟ କଥା, ଯଦି କୃଷି ଖୁସିରେ ରହିବ ତାହେଲେ ଆମେ ସବୁ ଜିନିଷ ଟାଇମ୍ ଟୁ ଟାଇମ୍ ପାଇବା। ସେ ଚାଷ ଜାତୀୟ ଦ୍ରବ୍ୟ ଯେତେ ଯାହା ରହିଲା ସବୁ ଟାଇମ୍ରେ ମିଳିବ। କିନ୍ତୁ ଆମେ ତାକୁ ନେଇ ଗୋଟେ ଜିନିଷ ବୁଝିପାରୁନେ, ଗୋଟେ ଚାଷୀକି ଆଣି ଆମେ ସମ୍ମାନ ଦେଇପାରୁନେ, କିନ୍ତୁ ଦାଗି ନେତାମାନଙ୍କୁ ସମ୍ମାନ ଦଉଛେ, ଯାହାଙ୍କର ମୁଖ୍ୟ ଉଦ୍ଦେଶ୍ୟ ଲୁଟିବା ଖାଇବା ପରମ୍ପରା। ଆମେ ତାହେଲେ କଣ ଚେଞ୍ଜ ହେଲେ? ଆମ ମାନସିକତା ଏପର୍ଯ୍ୟନ୍ତ ଚେଞ୍ଜ ହେଲାନି। ଆମେ ଗୋଟେ କୃଷକକୁ ସମ୍ମାନ ଦେଇପାରୁନେ। ଏଥିରେ ଆମର ଯେତେବେଳେ ଅସୁବିଧା ପଡିବ କି ଯାହା ଗୋଟେ ହବ, ଆମେ ପଛଆଡେ ଲେଖି ବୁଲିବା ଜୟ ଯବାନ ଜୟ କିଷାନ। ଲଜ୍ଜା ଲାଗିବା କଥା ଆମମାନଙ୍କୁ। ଏ ମାନସିକତାଟାକୁ ଆମେ ଚେଞ୍ଜ କରିବାର ସମୟ ଆସିଛି। ଏଥର ଯାହା ବି କିଛି ହବ ଗୋଟେ କୃଷକ ହାତରୁ ଆମେ ଫାଷ୍ଟ ଶୁଭ ଦବା, ତା ନହେଲେ ଗୋଟେ ଯବାନଙ୍କ ହାତରୁ ଶୁଭ ଦବା। ଏ କାମ ଦେଖିବା ଆମେ ଓଡିଶାରୁ ଷ୍ଟାର୍ଟ ହଉ ପ୍ରଥମେ।